ସନ୍ଧ୍ୟା ନଇଁ ଆସିଥିଲା। ଯମୁନା ନଦୀର ପ୍ରଖର ସ୍ରୋତ ଦେଖାଯାଉଥିଲା ତରଳ ସୁନା ପରି ଉଜ୍ଜ୍ୱଳ। ଏକ ନାଳଦ୍ୱାର ଭୂଖଣ୍ଡଠାରୁ ପୃଥକ ହୋଇ ଯାଇଥିବା ଗୋଟାଏ ଟାପୁରେ ଠିଆ ହୋଇଥିଲା 6 ବର୍ଷର ଜଣେ ବାଳକ। ସେ ଅପଲକ ନେତ୍ରରେ ଚାହିଁ ରହିଥିଲା ପଶ୍ଚିମ ଚକ୍ରବାଳ ଆଡ଼କୁ, ଯେଉଁଠି ଯମୁନା ନଦୀର ଜଳ ଆକାଶକୁ ସ୍ପର୍ଶ କରୁଥିବା ପରି ମନେ ହେଉଥିଲା। ବାଳକଟି ହାତ ହଲାଇ ସତେ ଯେପରି କାହାରିକୁ ନିମନ୍ତ୍ରଣ କରୁଥିଲା। ବାଳକଟି ସେହି ଟାପୁ ମଧ୍ୟରେ ନିଜ ମାତା ଓ ତା'ର ପିତା ଜରୁଥ ଏବଂ ପରିବାରର ଅନ୍ୟମାନଙ୍କ ସହ ବାସ କରୁଥିଲା। ତେବେ ସେହି ନାଳ ଆରପାରିରେ ଯେଉଁ ଧୀବର ଶ୍ରେଣୀର ଲୋକ ବାସ କରୁଥିଲେ, ଏମାନେ ଥିଲେ ସେହି ସମାଜର ଅଂଶବିଶେଷ। ସେମାନଙ୍କର ଦୈନନ୍ଦିନ ବୃତ୍ତି ଥିଲା ଛୋଟ ଛୋଟ ଡଙ୍ଗାରେ ଲୋକଙ୍କୁ ନଈପାର କରିବା ଏବଂ ମାଛ ଧରି ତାହାକୁ ନଦୀକୂଳରେ ଥିବା କଳ୍କି ନାମକ ଜନବସତିକୁ ନେଇ ବିକ୍ରି କରିବା। ଏହି ଧୀବର ସମ୍ପ୍ରଦାୟ ପାଇଁ ଯମୁନା ଥିଲା ମା ପରି। ଯମୁନା ହିଁ ସେମାନଙ୍କ ପାଇଁ ଥିଲା ଏକ ଜୀବନ୍ତ ଦେବୀ, ଯିଏକି ସେମାନଙ୍କୁ ଦୈନନ୍ଦିନ ଆହାର ଦେବା ସଙ୍ଗେ ସଙ୍ଗେ ସେମାନଙ୍କୁ ଦେଉଥିଲା ଜୀବନ ଧାରଣର ପାଥେୟ। ବାଳକଟି ମାଛ ଧରିବା ଓ ମାଛକୁ ସଫା କରିବାରେ ସମୟ କଟାଉଥିଲା। ଏହାଛଡ଼ା ନିଜ ମାତାମହଙ୍କୁ ସେ ଜାଲ ବୁଣିବାରେ ମଧ୍ୟ ସାହାଯ୍ୟ କରୁଥିଲା। ସେ ଥିଲା ଏକ ବାଧ୍ୟ ସନ୍ତାନ ଏବଂ ସେ କଦାପି କାମ ଏଡ଼େଇ ଦେଉନଥିଲା। ଯେତେବେଳେ ତା'ର ମା କିମ୍ବା ଅଜା ବା ଆଈ ମାଛ ବିକ୍ରି କରିବାକୁ ଗ୍ରାମକୁ ଯାଉଥିଲେ, ସେ ମଧ୍ୟ ସେମାନଙ୍କ ସାଙ୍ଗରେ ଯାଉଥିଲା। ସେ ନିଜେ ଯେଉଁ ମାଛ ଧରିଥିଲା, ତାହାକୁ ଏକ ଛୋଟ ପାଛିଆରେ ଭର୍ତ୍ତି କରି ସାଙ୍ଗରେ ନେଇ ଯାଉଥିଲା। ଗାଁର ଅନ୍ୟ ପିଲାମାନଙ୍କ ସହ ସେ ମିଶାମିଶି କରୁନଥିଲା କିମ୍ବା ସେମାନଙ୍କ ସହ ଖେଳରେ ଭାଗ ନେବା ପାଇଁ ଆଗ୍ରହ ପ୍ରକାଶ କରୁନଥିଲା। ଯେତେବେଳେ ବା ସେ ସେମାନଙ୍କ ଗହଣରେ ରହୁଥିଲା, ସେ ସମ୍ପୂର୍ଣ୍ଣ ନୀରବତା ଅବଲମ୍ବନ କରୁଥିଲା। ବାସ୍ତବିକ ସେ ରହୁଥିଲା ଏକ ଭିନ୍ନ ଦୁନିଆରେ। ତା'ର ବୟସର ପିଲାମାନେ ଭାବୁଥିଲେ ଯେ ବୋଧହୁଏ ସେ ଟିକିଏ ପାଗଳ ହୋଇଯାଇଛି। ଯେତେବେଳେ ବା ତାକୁ ଟିକିଏ ଫୁର୍ସତ ମିଳୁଥିଲା, ସେ ଚାଲି ଆସୁଥିଲା ସେହି ନଦୀ ପଠାର ସୀମାନ୍ତକୁ। ପଶ୍ଚିମ ଦିଗକୁ ମୁହଁ କରି ସେ ନିଜ ପିତାଙ୍କ ପାଇଁ ଅପେକ୍ଷା କରୁଥିଲା। ବେଳେ ବେଳେ ସେ ବଡ଼ ପାଟିରେ ତାଙ୍କୁ ଡାକୁଥିଲା। ତା'ର ମନେ ହେଉଥିଲା, ସେ ଯେଉଁଠି ଥାଆନ୍ତୁ ନା କାହିଁକି, ତା'ର ଡାକ ତାଙ୍କୁ ନିଶ୍ଚୟ ଶୁଣାଯିବ। ଆଜି ସେ ତାହା ହିଁ କରୁଥିଲା। ଏହାପରେ ଅନ୍ୟ କୂଳକୁ ଯାତ୍ରୀମାନଙ୍କୁ ନେଇ ଯାଇଥିବା ତା'ର ମା'ର ଡଙ୍ଗାଟି ଦ୍ୱୀପକୁ ଫେରି ଆସିଲା। କିନ୍ତୁ ମା ପ୍ରତି ସେ ଦୃଷ୍ଟି ଦେଇନଥିଲା। ସେ ପୂର୍ବପରି ହାତ ହଲାଇ ଡାକିବାକୁ ଲାଗିଲା, "ବାପା, ଶୀଘ୍ର ଚାଲି ଆସନ୍ତୁ। କେବେ ଆସୁଛନ୍ତି ଆପଣ?" ତା'ର ମା ମତ୍ସ୍ୟଗନ୍ଧା ଡଙ୍ଗାରୁ ତଳକୁ ଡେଇଁ ପଡ଼ିଲା ଓ ଡଙ୍ଗାଟିକୁ କାଠ ଖୁଣ୍ଟିରେ ବାନ୍ଧିଦେଲା। ତା'ପରେ ବ୍ୟଗ୍ରତା ସହକାରେ ସେ କୁଟୀର ଆଡ଼କୁ ଚାଲିଗଲା, ଯେଉଁଠି ସେ ନିଜ ପିତା, ମାତା ଓ ପୁତ୍ର ସହିତ ବାସ କରୁଥିଲା। ମତ୍ସ୍ୟାର ବୟସ ଥିଲା ମାତ୍ର 20। ତା'ର ପ୍ରତ୍ୟେକ ଅବୟବ ଥିଲା ସୁନ୍ଦର ଓ ସୁଠାମ। ସାରାଦିନ ତାକୁ ରହିବାକୁ ପଡ଼ୁଥିଲା ଖୋଲା ଆକାଶ ତଳେ। ଗ୍ରୀଷ୍ମ, ଶୀତ, ତୋଫାନ, ବନ୍ୟା ସବୁକୁ ସେ ଦେହରେ ପକାଇ ନିଜ କାମ କରି ଯାଉଥିଲା। ପ୍ରକୃତିର କୋଳରେ ସେ ପ୍ରତିପାଳିତ ହୋଇ ଲାଭ କରିଥିଲା ଏକ ଅପୂର୍ବ ଲାବଣ୍ୟମୟ ସ୍ୱାସ୍ଥ୍ୟ। ସେ ଏଭଳି ଖଣ୍ଡେ ଲୁଗା ପିନ୍ଧିଥିଲା, ଯାହା ଖୋସା ଯାଇଥିଲା ତା'ର ଅଣ୍ଟା ସୂତାରେ। ଶରୀରର ଉପର ଅଂଶକୁ ଢାଙ୍କିବା ପାଇଁ ସେ ରୂପା ଓ ଶାମୁକା ନିର୍ମିତ ଏକ ଓଜନିଆ ଅଳଙ୍କାର ପିନ୍ଧିଥିଲା। ସେ ପ୍ରଫୁଲ୍ଲ ପଦକ୍ଷେପରେ କୁଟୀର ଆଡ଼କୁ ଚାଲିଗଲା ଏବଂ ନିଜ ପୁଅକୁ ଡାକ ଦେଲା, "କୃଷ୍ଣ, କୃଷ୍ଣ!" ତା'ର ମା ଚନ୍ଦଦରି ଖାଦ୍ୟ ରାନ୍ଧୁ ରାନ୍ଧୁ ପାଟି କରି ଉଠିଲା, "ତୋର ସେଇ ପାଗଳା ପୁଅଟା ତା'ର ସେଇ ପୁରୁଣା କାର୍ଯ୍ୟରେ ଲାଗିଛି।" ତା ବାପାକୁ ଆଜି ସେ ଡାକ ପକାଉଥିଲା। ତା'ପରେ ନିଜର ମନ୍ତବ୍ୟ ପ୍ରକାଶ କରି ଚନ୍ଦଦରି କହିଲା, "ଆଉ କଦାପି ଆସିବ ନାହିଁ।" ମତ୍ସ୍ୟଗନ୍ଧା ଦୌଡ଼ିଗଲା ପୁଅ ପାଖକୁ। ତାକୁ କାଖକୁ ନେଇ ଆଦରରେ କୁଣ୍ଢାଇ ପକାଇ ତା ମୁଣ୍ଡଟିକୁ ଆଉଁସି ଦେଲା। ପୁଅର କାନ୍ଧ ଉପରେ ହାତ ପକାଇ କହିଲା, "କୃଷ୍ଣ, କାହିଁକି ବୃଥାରେ ସମୟ ନଷ୍ଟ କରୁଛୁ? ତୋ ବାପା ଯେଉଁଠି ଥିଲେ ମଧ୍ୟ ତୋ କଥା ଶୁଣିପାରିବେ ନାହିଁ।" ବାଳକଟି ନିରୀହ ଦୃଷ୍ଟିରେ ଚାହିଁ ରହିଲା ମା'ର ମୁହଁ ଆଡ଼କୁ। ସତେ ଯେପରି ପ୍ରଥମ ଥର ପାଇଁ ସେ ଏଭଳି କଥା ତା ମା'ଠାରୁ ଶୁଣିଛି। କିନ୍ତୁ ପ୍ରକୃତରେ ତା ମା ତାକୁ ପ୍ରାୟ ପ୍ରତିଦିନ ଏହି କଥା ଶୁଣାଉଥିଲା। ବାଳକଟି କମ୍ ବୟସ୍କ ହେଲେ ମଧ୍ୟ ପ୍ରତିଶ୍ରୁତିମୂଳକ ସ୍ୱରରେ କହିଲା, "ତୁମେ ଭୁଲ କହୁଛ ମା, ସେ ନିଶ୍ଚୟ ଆସିବେ।" ମତ୍ସ୍ୟଗନ୍ଧା ନିରାଶ ହୋଇ କାନ୍ଦିଲା, "କୃଷ୍ଣା, ତୁ ତ ଜଣେ ଉତ୍ତମ ଓ ବିଜ୍ଞ ବାଳକ, କିନ୍ତୁ ତୁ ଆଜି ଏଭଳି ବ୍ୟବହାର କରୁଛୁ କାହିଁକି?" ପୁଅ ଯେପରି ଏକ ଅସମ୍ଭବ ଆଶା ଉପରେ ଆସ୍ଥା ରହିଛି, ସେହି କଥା ଚିନ୍ତା କରି ମତ୍ସ୍ୟଗନ୍ଧା ବିଶେଷ ଦୁଃଖିତ ହୋଇ ପଡ଼ିଲା। ପ୍ରତିଦିନ ମା ଓ ପୁଅ ସେହି ଗୋଟିଏ ବିଷୟରେ ହିଁ କଥାବାର୍ତ୍ତା କରୁଥିଲେ, ପ୍ରାୟ ସମାନ ଶବ୍ଦ ପ୍ରୟୋଗ କରି। କୃଷ୍ଣ ମତ୍ସ୍ୟଗନ୍ଧାର 2 ହାତ ଧରି ପକାଇଲା। ଦୃଷ୍ଟିରେ ବ୍ୟାକୁଳତା ଓ କଣ୍ଠରେ ଆବେଗ ଭରି ସେ କହିଲା, "ମା, ମୁଁ ବାପାଙ୍କ ପାଖକୁ ଯିବାକୁ ଚାହେଁ।" ତା ବୟସର ପିଲା ପକ୍ଷରେ ଏଭଳି ଆବେଗ ଓ ଆନ୍ତରିକତା ଦେଖାଇବା ସ୍ୱାଭାବିକ ନୁହେଁ। ମତ୍ସ୍ୟଗନ୍ଧା ନିଜ ପୁଅ ଖୁବ୍ ଭଲ ପାଉଥିଲା। ସେ ତା'ର ପିଠି ଆଉଡ଼ାଇ କହିଲା, "ମୁଁ ତୋତେ କ'ଣ ଆଗରୁ କହିନାହିଁ? ମୁଁ ତୋତେ ବାପାଙ୍କ ପାଖକୁ ନେବି କିପରି? ସେ କେଉଁଠି ରହନ୍ତି
କହନ୍ତି ତାହା ମୁଁ ଜାଣେ ନା। ବାଳକଟି ତାର ସେଇ ସରଳ ନିରପରାଧ କଣ୍ଠରେ ସଙ୍ଗେ ସଙ୍ଗେ ଉତ୍ତର ଦେଲା, ମା, ଯଦି ସେ ନ ଆସନ୍ତି ତେବେ ଆମେ ଆମ ଡଙ୍ଗାରେ ବସି ତାଙ୍କୁ ଖୋଜିବାକୁ ଯିବା। ମା, ଯମୁନା ତ ସଦା ଆମ ପ୍ରତି ଦୟାଭାବ ରଖିଛନ୍ତି। ବାପା କେଉଁଠି ଅଛନ୍ତି ସେ ବାଟ ବତାଇ ଦେବେ। ମତ୍ସ୍ୟ ଆଖିରୁ ଗଡ଼ି ଆସିଲା ଲୁହ ଧାର। କହିଲା, ମୁଁ କ'ଣ ତତେ ଆଗରୁ କହିନାହିଁ ଯେ ସେ ଆମକୁ ଗ୍ରହଣ କରିପାରିବେ ନାହିଁ? କିନ୍ତୁ କାହିଁକି? ବିସ୍ମୟ ବିସ୍ତାରିତ ନେତ୍ରରେ ପଚାରିଲା କୃଷ୍ଣ। କହିଲା, ସେ ଆମକୁ ନିଶ୍ଚୟ ସାଙ୍ଗରେ ନେବେ। ମୁଁ କହିପାରିବି ନାହିଁ। ନିଜର କୋହ ଚାପି ଉତ୍ତର ଦେଲା ମତ୍ସ୍ୟ। ତୁ ଯେତେବେଳେ ବଡ଼ ହୋଇଯିବୁ ସେତେବେଳେ ସବୁ କଥା ମୁଁ ତତେ ଫିଟାଇ କହିବି। କିନ୍ତୁ ବର୍ତ୍ତମାନ କହୁନା କାହିଁକି? ଦୁଃଖରେ ସେ ନାଳ ଆରପଟ ଗାଁ ଆଡ଼କୁ ଆଙ୍ଗୁଳି ଦେଖାଇ କହିଲା, ସେ ଗାଁରେ ତ ପ୍ରତ୍ୟେକଟି ପିଲା ତାର ବାପା ସହିତ ରହୁଛି। ବାସ୍ତବିକ କୃଷ୍ଣ ଯେପରି ଆଗ୍ରହ ଓ ଆନ୍ତରିକତା ସହକାରେ ନିଜ ପିତା ପାଇଁ ଅପେକ୍ଷା କରୁଥିଲା ତାହା ମତ୍ସ୍ୟଗନ୍ଧା ପସନ୍ଦ କରୁଥିଲା। ଗ୍ରାମର ପ୍ରତ୍ୟେକ ବାଳକ ନିଜ ବାପା ସହିତ ରହୁଥିବା ସ୍ଥଳେ କୃଷ୍ଣ ସାହାଭରସା ପାଇଁ ବାପାଙ୍କୁ ପାଉନଥିଲା। ତେଣୁ ସେ ଅତି ଦୁଃଖିତ ହୋଇ ପଡ଼ିଥିବା କଥା ମତ୍ସ୍ୟଗନ୍ଧା ଅନୁଭବ କରୁଥିଲା। କୃଷ୍ଣ, ମୁଁ କ'ଣ ବାରମ୍ବାର ତତେ କହିନାହିଁ ଯେ ତୁ କଦାପି ତୋ ବାପା ପାଖକୁ ଯାଇପାରିବୁ ନାହିଁ? ସେ ଚିଡ଼ି ଉଠି ଏତିକି କହୁ କହୁ ଭାଙ୍ଗି ପଡ଼ିଲା। ସେ କ'ଣ କରିବ କିଛି ଚିନ୍ତା କରି ପାରୁନଥିଲା। ନିଜ ବାପା ବ୍ୟତୀତ ବଞ୍ଚିବା ସମ୍ଭବ ନୁହେଁ ବୋଲି କୃଷ୍ଣ ଏକ ଅସମ୍ଭବ ସ୍ୱପ୍ନ ଦେଖୁଛି। କୃଷ୍ଣ ଭଳି ଏକ ସମ୍ବେଦନଶୀଳ ବାଳକକୁ ସେ ବୁଝାଇବା କିପରି? ବାଳକଟି ବିସ୍ତାରିତ ନେତ୍ରରେ ନିଜ ମା'ର ମୁହଁଟି ଆଡ଼କୁ ଚାହିଁ ରହିଲା। କହିଲା, ମା, ଆମେ ଯଦି ତାଙ୍କ ପାଖକୁ ଯାଉ ତେବେ ସେ ଅତି ଆନନ୍ଦିତ ହେବେ ବୋଲି ମୋର ଦୃଢ଼ ବିଶ୍ୱାସ। ମତ୍ସ୍ୟଗନ୍ଧା ନିଜ ଲୁହ ପୋଛିଦେଲା। କିନ୍ତୁ ପର ମୁହୂର୍ତ୍ତରେ ହିଁ ତା ଆଖି ଦୁଇଟି ପୁଣି ଭରିଗଲା ଲୁହରେ। କହିଲା, ମୁଁ ତତେ କିପରି ବୁଝାଇବି ଯେ ସେ ତତେ ନିଜ ସାଙ୍ଗରେ ନେବେ ନାହିଁ? ତତେ ନୁହେଁ କି ମତେ ନୁହେଁ। ସେ ଜଣେ ଅତି ମହାନ ବ୍ୟକ୍ତି। ଲୋକେ ତାଙ୍କୁ ପୂଜା କରନ୍ତି। ସେ ଅତି ଦୂରରେ ରହନ୍ତି। କିନ୍ତୁ ଆମେ ତ ହେଲୁ ଦିନହୀନ ଲୋକ। ବାଳକଟି ମା'କୁ କୁଣ୍ଢାଇ ପକାଇଲା। କହିଲା, କାନ୍ଦ ନାହିଁ ମା। ଏଥର ସେ ଆସିବା ମାତ୍ରେ ଆମେ ଦୁଇ ଜଣଙ୍କୁ ତାଙ୍କ ସାଙ୍ଗରେ ନେଇଯାଆନ୍ତୁ ବୋଲି ମୁଁ ତାଙ୍କୁ ଅନୁରୋଧ କରିବି। ମୋର ଦୃଢ଼ ବିଶ୍ୱାସ ସେ କଦାପି ନା କହିବେ ନାହିଁ। ମତ୍ସ୍ୟ ନିଜ ପୁଅକୁ ପୁଣି କୁଣ୍ଢାଇ ପକାଇଲା। କିନ୍ତୁ ତା ଆଖିରୁ ଯେ ଝରଝର ଲୁହ ବହୁଛି ତାହା ଲୁଚାଇବା ପାଇଁ ସେ ମୁହଁ ବୁଲାଇ ଦେଲା। ତାପରେ ବାଷ୍ପ ଗଦଗଦ ସ୍ୱରରେ ସେ କହିଲା, ତୁ ବାପାଙ୍କ କଥା ଏତେ ଚିନ୍ତା କରିବା ଉଚିତ ନୁହେଁ। କିଛି ଦିନ ପରେ ସେ ହୁଏତ ଆଦୌ ଏଠାକୁ ଆସିବେ ନାହିଁ। ପିଲାଟିର ମୁହଁ ଥିଲା ଏକ ଖୋଲା ପୁସ୍ତକ ପରି। ସେ ଯେ ତା ମା କଥାରେ ଏକମତ ନୁହେଁ ଏହା ତା ମା ମୁହଁରେ ପ୍ରତିଫଳିତ ହେଉଥିଲା। କୃଷ୍ଣ କହିଲା, ଗତଥର ସେ ଏଠାକୁ ଆସିଥିବା ବେଳେ ଅଜା କହୁଥିଲେ ଯେ ଯେତେବେଳେ ଆଷାଢ଼ ପୂର୍ଣ୍ଣିମା ହେବ ସେତେବେଳେ ସେ ପୁଣି ଫେରି ଆସିବେ। ସେଇଦିନ ତ ମୁଁ ଜନ୍ମ ହୋଇଥିଲି, ନୁହେଁ କି? ଅଜା ନିଶ୍ଚିତ ଭାବେ କହୁଥିଲେ ଦିନେ ନା ଦିନେ ସେ ମୋତେ ସାଙ୍ଗରେ ନେଇଯିବେ। ଅଜାଙ୍କ କଥା ସତ ହେଉ ଏହା ମୁଁ ଆଶା କରେ। ମତ୍ସ୍ୟ କହିଲା ଏବଂ ପୁଣି କାନ୍ଦି ଉଠିଲା। କୃଷ୍ଣ ନିଜ ମା'କୁ ଜାବୁଡ଼ି ଧରିଲା। କହିଲା, ଅଜା ତୁମ ପରି ନୁହନ୍ତି ମା। ମୁଁ ଯେତେବେଳେ ବାପାଙ୍କ କଥା ତୁମକୁ କହେ ତୁମେ ଖାଲି କାନ୍ଦ। କିନ୍ତୁ ଅଜା କହନ୍ତି ଯେ ବାପା ସବୁ ବିଷୟ ଜାଣନ୍ତି। ତାରା, ଜହ୍ନ, ମାଛ, ଗଛ, କୁମ୍ଭୀର ଏବଂ ବହୁ ଦୂରଦୂରାନ୍ତ ଅଞ୍ଚଳ ସମ୍ପର୍କରେ ଏବଂ ହାତୀ ଉପରେ ଚଢ଼ି ବୁଲୁଥିବା ରାଜାମାନଙ୍କ ସମ୍ପର୍କରେ ସେ ଜାଣନ୍ତି। ଅଜା ଆହୁରି କହିଛନ୍ତି ଯେ ଆଷାଢ଼ ପୂର୍ଣ୍ଣିମା ବେଳକୁ ବାପା ଆମ ପାଖକୁ ଆସିବେ। ବାଳକଟି ନିଜ ମା'ର ଲୁହ ପୋଛି ଦେବା ପାଇଁ ହାତ ବଢ଼ାଇଲା। କହିଲା, କାନ୍ଦ ନାହିଁ ମା। ମତ୍ସ୍ୟ ଦୀର୍ଘ ନିଶ୍ୱାସ ପକାଇ କହିଲା, ମୁଁ ଆଉ କାନ୍ଦିବି ନାହିଁ କୃଷ୍ଣ। ମୁଁ ତତେ କଥା ଦେଉଛି ସେ ଆସିବା ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ହେବ। ଆଉ ତ ମାତ୍ର 3 ଦିନ ରହିଲା। ମୁଁ ଜାଣେ। ପିଲାଟି ଉତ୍ତର ଦେଲା। ଅଜା କହୁଥିଲେ ଯେ ମୁଁ ଯଦି ହୃଦୟର ସହିତ ତାଙ୍କୁ ଡାକେ ସେ ନିଶ୍ଚୟ ଆସିବେ। ମା, ତୁମେ କ'ଣ ଭାବୁଛ ଅଜା ମୋତେ ମିଛ କହିଛନ୍ତି? ରାଣ ପକାଇବାରୁ ସେ କହିଲା। ମତ୍ସ୍ୟ ଉତ୍ତର ଦେଲା। ଏହି ଦୁଃଖପୂର୍ଣ୍ଣ କଥାବାର୍ତ୍ତାରେ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ସେ କହିଲା, ତୋ ବାପା ସବୁ ଜାଣନ୍ତି। ମା ଚାଲି ଯାଇଥିବାରୁ ଜଣେ ପୋଖତ ମଣିଷ ପରି କୃଷ୍ଣ କହିଲା, ମା, ଆମେ ତାଙ୍କ ପାଇଁ ଏଠାରେ ଅପେକ୍ଷା କରିବା କାହିଁକି? ଚାଲ ନା ତାଙ୍କ ପାଖକୁ ଯିବା। ସେ ସନ୍ଦେହ କରୁଥିଲା ଯେ ବାପା ଯେଉଁଠି ଅଛନ୍ତି ତାହା ତାର ମା ଜାଣେ। କିନ୍ତୁ ଆମେ ଯିବା କେଉଁଠିକୁ? ମା ପଚାରିଲେ। ବାପାଙ୍କ ପାଖକୁ। ତା ଛଡ଼ା ଆଉ କେଉଁଠିକି? କୃଷ୍ଣ ଉତ୍ତର ଦେଲା। ମତ୍ସ୍ୟ ନିଜ କୋହ ଚାପିଦେଲା। ବାସ୍ତବିକ ସେ କେଉଁଠି ଅଛନ୍ତି ତାହା ମତ୍ସ୍ୟ ଜାଣିନଥିଲା। ତାଙ୍କର ଜୀବନ ଥିଲା ବିପଦ ସଂକୁଳ। ସେ ଯେ ପ୍ରକୃତରେ ଫେରିଆସିବେ ଏ ବିଷୟରେ ମଧ୍ୟ ନିଶ୍ଚିତ ନଥିଲା। ସେ ଅନେକ ଦିନ ଆଗରୁ ଅନୁଭବ କରିଥିଲା ଏପରି ସମୟ ଆସିବ ଯେତେବେଳେ ତାଙ୍କର କଳ୍କିକୁ ଆସିବା ବନ୍ଦ ହୋଇଯିବ।
କିନ୍ତୁ ଏହା ଶୁଣିଲେ ପିଲାଟା ଭାଙ୍ଗି ପଡ଼ିବ। ସମଗ୍ର ଅବସ୍ଥାଟି ଏଭଳି ବିଷାଦମୟ ଥିଲା ଯେ ତାହା ବର୍ଣ୍ଣନାତୀତ। ସେମାନଙ୍କ ସମ୍ପ୍ରଦାୟ ମଧ୍ୟରେ କୌଣସି ଉପଯୁକ୍ତ ପାତ୍ର ସହିତ ମତ୍ସ୍ୟାର ବିବାହ କରାଇ ଦେବାକୁ ତାର ବାପା ଚାହୁଁଥିଲେ। ଭଲ ପାତ୍ରଟିଏ ପାଇବା ପାଇଁ ଧୀବର ସମ୍ପ୍ରଦାୟର ବଡ଼ବଡ଼ିଆଙ୍କ ସହ ସେ ଅନେକ ପରାମର୍ଶ କରିଥିଲେ। କିନ୍ତୁ ମତ୍ସ୍ୟାର ଜାରଜ ସନ୍ତାନ କୃଷ୍ଣଙ୍କୁ ଗ୍ରହଣ କରିବା ପାଇଁ କୌଣସି ଯୁବକ ଆଗେଇ ଆସିନଥିଲେ। ଏଭଳି ସ୍ୱାମୀଟିଏ ପାଇବା ବାସ୍ତବିକ ମତ୍ସ୍ୟକୁ ବିବାହ କଷ୍ଟସାଧ୍ୟ ହୋଇପଡ଼ିଥିଲା। କାରଣ କୃଷ୍ଣ ସ୍ନେହଶୀଳ ଥିଲା ସତ, କିନ୍ତୁ ନିଜ ପିତାଙ୍କ ପ୍ରତି ସେ ଥିଲା ଅତି ଅନୁରକ୍ତ। ଯେଉଁ ବାପାଙ୍କୁ ବର୍ଷକୁ ମାତ୍ର 3-4 ଦିନ ପାଇଁ ଦେଖିଥିଲା, ତାଙ୍କ ପ୍ରତି ସେ ଏତେ ଅନୁରକ୍ତ ଥିଲା ଯେ ଅନ୍ୟ କୌଣସି କାମଚଳା ବାପାଙ୍କୁ ଗ୍ରହଣ କରିବାକୁ ସେ ପ୍ରସ୍ତୁତ ନଥିଲା। ମତ୍ସ୍ୟା ଜାଣିଥିଲା ଯେ ତାର ବାପା ସମଗ୍ର ଦୁଃଖମୟ କାହାଣୀଟିକୁ ଭଲ ଭାବେ ଅନୁଭବ କରିଥିଲେ। ତେଣୁ କୃଷ୍ଣର ବାପା ଯେତେବେଳେ ଆସୁଥିଲେ, କୃଷ୍ଣଙ୍କୁ ତାଙ୍କ ସାଙ୍ଗରେ ନେଇ ଯାଆନ୍ତୁ ବୋଲି ସେ ଚାହୁଁଥିଲେ। ସେ ଯାଇ ନିଜ ବାପାଙ୍କୁ ଦୃଢ଼ତା ସହକାରେ କହୁ, ସେ ଏ ଦିଗରେ ଉତ୍ସାହିତ କରୁଥିଲେ। ଏହି କାରଣରୁ ସେ କୃଷ୍ଣଙ୍କୁ ତାର ବାପା ଯେ କେଡ଼େ ମହାନ୍ ତାହା ବରାବର ଶୁଣାଉଥିଲେ। ଏହା ସଙ୍ଗେ ସଙ୍ଗେ ସେ ଆହୁରି ମଧ୍ୟ ଅନୁଭବ କରୁଥିଲେ ଯେ କୃଷ୍ଣଙ୍କୁ ସଙ୍ଗରେ ନେଇଯିବା ତା ବାପା ପକ୍ଷରେ କେଡ଼େ ଅସମ୍ଭବ। ଦିନେ ଆର୍ଯ୍ୟମାନଙ୍କର ବିଶେଷ ସମ୍ମାନୀୟ ଋଷି ତାଙ୍କର ଥିଲେ ଅନେକ ଶତ୍ରୁ। ସେମାନେ ସମ୍ପର୍କରେ କାହିଁକି ତାଙ୍କୁ ଏତେ କଷ୍ଟ ଦେଉଥିଲେ, ସେ ସମ୍ପର୍କରେ ତାର କୌଣସି ଧାରଣା ନଥିଲା। ସେ ଯଦି ହାତରେ ପଡ଼ନ୍ତି, ତେବେ ସେମାନେ ତାକୁ ମାରିଦେଇ ପାରନ୍ତି। ଏହି କାରଣରୁ ସେ ଗୋଟିଏ ସ୍ଥାନରେ ନ ରହି ଲୁଚି ଲୁଚି ବିଭିନ୍ନ ସ୍ଥାନରେ ଘୂରି ବୁଲୁଥିଲେ। ସେ ଯଦି ଗୋଟାଏ ଧୀବର କନ୍ୟା ଔରସରୁ ଜନ୍ମ ହୋଇଥିବା ନିଜ ଅବୈଧ ସନ୍ତାନକୁ ସଙ୍ଗରେ ନେଇ ବୁଲନ୍ତି, ତେବେ ତାଙ୍କର ଜୀବନ ଅଧିକ ବିପନ୍ନ ହୋଇପଡ଼ିବ। ଏହା ହିଁ ଥିଲା ଏକ ଗୋପନୀୟ ରହସ୍ୟ ଏବଂ ଏ ରହସ୍ୟ କେବଳ ତାଙ୍କୁ ହିଁ ଜଣାଥିଲା। ଏହା ସଙ୍ଗେ ସଙ୍ଗେ ସେ ଆହୁରି ମଧ୍ୟ ଜାଣିଥିଲେ ଯେ ତାର ବାପା ଯଦି ଏଠାକୁ ଆସିବା ବନ୍ଦ କରିଦିଅନ୍ତି, ତେବେ କୃଷ୍ଣ ପକ୍ଷରେ ତାହା ହେବ ଅସହ୍ୟ ଯାତନା। କୃଷ୍ଣ ଯେତେବେଳେ ନିଜ ପିତାଙ୍କ ସମ୍ପର୍କରେ କହିବା ଆରମ୍ଭ କରୁଥିଲା, ତାକୁ କେହି ବନ୍ଦ କରିପାରୁନଥିଲା। ତା କଥାଗୁଡ଼ିକ ଥିଲା ସ୍ମୃତି ମଧୁର। ତାର ବୟସକୁ ଚାହିଁ ସେ ଅଧିକ ବିଜ୍ଞ ପରି ମନେ ହେଉଥିଲା। ସେ ନିଜ ପରିବାରର କୌଣସି ଲୋକ ସହିତ ଯେତେବେଳେ ନୌକାକୁ ଯାଉଥିଲା, ଯାତ୍ରୀମାନେ ତା ପ୍ରତି ଆକୃଷ୍ଟ ହୋଇପଡ଼ୁଥିଲେ। ନିଜ ପିତାଙ୍କ ମହାନତା ସମ୍ପର୍କରେ ସେ ଯେପରି କହି ଚାଲୁଥିଲା, ତାହା ଶୁଣିବାକୁ ଯାତ୍ରୀମାନଙ୍କୁ ଖୁବ୍ ଭଲ ଲାଗୁଥିଲା। ତାର ବାପା କେଡ଼େ ମହାନ୍ ଏବଂ ସେ କିପରି ଦେବତାମାନଙ୍କ ସହ କଥାବାର୍ତ୍ତା କରିପାରନ୍ତି, ତାହା ଶୁଣିବାକୁ ଯାତ୍ରୀମାନେ ଭଲ ପାଉଥିଲେ। କୃଷ୍ଣ କହୁଥିଲା ଯେ ସେ ଯେତେବେଳେ ବଡ଼ ହୋଇଯିବ, ତା ବାପା ତାଙ୍କୁ ସାଙ୍ଗରେ ନେଇଯିବେ। ତା ବାପା ସବୁ ଜାଣନ୍ତି, ତାରକାମାନଙ୍କ ସମ୍ପର୍କରେ, ଆକାଶ ସମ୍ପର୍କରେ, ଯମୁନାରେ ଥିବା ପ୍ରତି ଜଳବିନ୍ଦୁ ସମ୍ପର୍କରେ ଏବଂ ନଦୀର ମାଛ ଓ କୁମ୍ଭୀରମାନଙ୍କ ସମ୍ପର୍କରେ। ଏଇଥିପାଇଁ ସେ ବାପାଙ୍କ ସହିତ ଯିବ ଏବଂ ବାପା ତାକୁ ସବୁ ଶିଖାଇବେ। ଯାତ୍ରୀମାନେ ଜାଣିଥିଲେ ଯେ ତାର ମାଆର କ୍ଷଣିକ ଭୁଲ ଯୋଗୁଁ ହିଁ ତାର ଜନ୍ମ ହୋଇଛି ଏବଂ ତାର ବାପା ତାକୁ କଦାପି ସାଙ୍ଗରେ ନେବେ ନାହିଁ। କିନ୍ତୁ ପିଲାଟିର ମିଠା କଥାରେ ଯାତ୍ରୀମାନେ ମୁଗ୍ଧ ହୋଇଯାଉଥିଲେ। ଯେଭଳି ଆନ୍ତରିକତା ସହକାରେ ଓ ମଧୁର କଣ୍ଠରେ ସେ ନିଜ କଥାଗୁଡ଼ିକ କହୁଥିଲା, ଯାତ୍ରୀମାନେ ଆଗ୍ରହରେ ତାହା ଶୁଣୁଥିଲେ। କିନ୍ତୁ ଯେତେବେଳେ ତାଠାରୁ ବିଦାୟ ନେଉଥିଲେ, ସେମାନେ ଉଦାସ ହୋଇ ମୁଣ୍ଡ ହଲାଉଥିଲେ। କହୁଥିଲେ, କେଡ଼େ ବିଚକ୍ଷଣ ବାଳକ ସତେ, କିନ୍ତୁ ନିଜ ବିଷୟରେ ତ ସମ୍ପୂର୍ଣ୍ଣ ଅଜ୍ଞ। ଆଷାଢ଼ ପୂର୍ଣ୍ଣିମା କ୍ରମେ ଯେତେ ନିକଟବର୍ତ୍ତୀ ହେଲା, କୃଷ୍ଣର ଅଧୀରତା ବଢ଼ିବାରେ ଲାଗିଲା। ବାପାଙ୍କୁ ଦେଖିବା ପାଇଁ ସେ ଆନନ୍ଦ ବିଭୋର ହୋଇ ଉଠିଲା। ତାର ମା ଓ ମାର ପିତାମାତା ଚିନ୍ତିତ ହୋଇପଡ଼ିଲେ। ସେମାନେ ଜାଣିଥିଲେ ଯେ ତାର ବାପା ଆସିବେ ନାହିଁ। ଯଦି ସେ ନ ଆସନ୍ତି, ତେବେ କୃଷ୍ଣର ଅବସ୍ଥା କ'ଣ ହେବ। କିନ୍ତୁ କୃଷ୍ଣ କେବଳ ଚିନ୍ତା କରୁଥିଲା ନିଜ ବାପାଙ୍କ କଥା। ସେ ନଦୀରୁ ଏକ ବଢ଼ିଆ ମାଛ ଧରି ନିଜେ ସଫା କଲା ଏବଂ ଆଈକୁ କହିଲା, ଆଈ, ଏହାକୁ ଭଲ ଭାବରେ ରାନ୍ଧିଦେ। ବାପା ଆସୁଛନ୍ତି ଯେ ମୁଁ ଯେଉଁ ମାଛକୁ ନିଜେ ଧରିଛି ଓ ସଫା କରିଛି, କେବଳ ସେହି ମାଛ ହିଁ ତାଙ୍କୁ ଖାଇବାକୁ ଦିଆଯିବ, ଅନ୍ୟ କୌଣସି ମାଛ ନୁହେଁ। କାରଣ ମୁଁ ହେଲି ତାଙ୍କ ପୁଅ। ତା ମତରେ ଏହି ଯୁକ୍ତି ଥିଲା ଅକାଟ୍ୟ। ସେ ନିଜ ଆଈକୁ ବାରମ୍ବାର କହିଲା ଯେ ତାର ବାପା ସ୍ୱପ୍ନରେ ତାକୁ ଦେଖା ଦେଇଛନ୍ତି ଏବଂ ତାକୁ ସାଙ୍ଗରେ ନେଇଯିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେ କେବଳ ତାକୁ ନୁହେଁ, ତା ମାଆକୁ ମଧ୍ୟ ସାଙ୍ଗରେ ନେଇଯିବେ। ବୁଢ଼ୀ ଆଉ କ'ଣ କହିବେ। ସେ କେବଳ ମୁଣ୍ଡ ହଲାଉଥିଲେ। ଲୁହଭରା ଆଖିରେ ମତ୍ସ୍ୟା ପୁଅକୁ ଏକ ଚରମ ବିଷାଦମୟ ପରିସ୍ଥିତି ପାଇଁ ପ୍ରସ୍ତୁତ କରୁଥିଲା। କହିଲା, କୃଷ୍ଣ, ତୋ ବାପା ଯଦି ନ ଆସନ୍ତି ତେବେ କ'ଣ ହେବ? ତାହେଲେ ଆମେ ନିଜ ଡଙ୍ଗାରେ ବସି ତାଙ୍କ ପାଖକୁ ଚାଲିଯିବା। କୃଷ୍ଣ ଉତ୍ତର ଦେଲା, କିନ୍ତୁ ମୁଁ ତ ତୋତେ ବାରମ୍ବାର କହିଛି ଯେ ସେ କେଉଁଠି ଅଛନ୍ତି ମୁଁ ଜାଣେନା। ଅଧୈର୍ଯ୍ୟ ହୋଇ କହି ଉଠିଲା ମତ୍ସ୍ୟା। କିନ୍ତୁ କୃଷ୍ଣ ଉପରେ ତା କଥାର କୌଣସି ପ୍ରଭାବ ପଡ଼ିଲା ନାହିଁ। ମୁଁ ଏସବୁ ମା ଯମୁନାକୁ ଜଣାଉଛି। ସେ ଖୁବ୍ ଦୟାବତୀ
ଏବଂ ଆମକୁ ସେ ବାଟ ବତାଇ ଦେବେ। ମା, ପ୍ରସ୍ତୁତ ହୋଇଯାଅ, ଆଉ କାନ୍ଦ ନାହିଁ। ତୁମେ ଯଦି ବାପାଙ୍କ ପାଖରେ କାନ୍ଦିବ, ତେବେ ସେ ଭାବିବେ ମୁଁ ତୁମକୁ କଷ୍ଟ ଦେଉଛି। ଏତିକି କହି କୃଷ୍ଣ ତା ମା କୋଳରେ ମିଶିଗଲା। ମା ତାର ପିଠି ଥାପୁଡ଼ାଇବାରେ ଲାଗିଲା। ମତ୍ସ୍ୟା ଖୁବ୍ ଚିନ୍ତିତ ଓ ଉଦ୍ବିଗ୍ନ ହୋଇ ପଡ଼ିଥିଲା। ଯଦି ତାର ବାପା ନ ଆସନ୍ତି, ତେବେ ଏହି କୋମଳମତି ବାଳକ ସେହି ଧକ୍କାକୁ ସହିବ କିପରି? ବନ୍ଧୁମାନେ, ମୋର ଏହି ଭିଡ଼ିଓଟି ଯଦି ଭଲ ଲାଗିଥିବ ଲାଇକ୍, ସେୟାର, କମେଣ୍ଟ ନିଶ୍ଚିନ୍ତ କରନ୍ତୁ। କିଛି ଭୁଲ ଥିଲେ ବାରବାର କ୍ଷମା କରିବେ।